ଜୀବନରେ ମଙ୍ଗଳ ଗ୍ରହର ଖରାପ ପ୍ରଭାବର ଲକ୍ଷଣ। ବହୁତ ହି ବଢ଼ିଆ ଟପିକ୍ ଆଜିର। ଦେଖନ୍ତୁ, ଯଦି ଆପଣଙ୍କର ଜନ୍ମ ସମୟ ଜଣା ନାହିଁ, କେଉଁ ଡେଟ୍ରେ ଜନ୍ମ ହେଉଛନ୍ତି ଏବଂ ସକାଳେ ସନ୍ଧ୍ୟାରେ ନା ଦ୍ୱିପ୍ରହରେ କେଉଁ ଟାଇମ୍ରେ ଆପଣ ଜନ୍ମ ହେଉଛନ୍ତି ତାହାର ସଠିକ୍ ସୂଚନା ନାହିଁ। କେବଳ ଆମର ଡେଲି ଘଟଣାବଳୀକୁ ନେଇ, ରୁଟିନ୍ ଲାଇଫ୍କୁ ନେଇ କିଛି ଲିଙ୍କ କରିବା, ସେହି ଘଟଣାମାନ ମଙ୍ଗଳ ଗ୍ରହ ସହିତ ଖରାପ ପ୍ରଭାବ ଯୋଗୁଁ ହେଉନାହିଁ ତ? ଦେଖନ୍ତୁ ଭିଡ଼ିଓର ଲାଷ୍ଟ ଯାଏ ଆପଣ ଜାଣିପାରିବେ ଲାଇଫ୍ ଇଭେଣ୍ଟକୁ ନେଇ। ଶରୀରର ଉତ୍ସାହ ଏନର୍ଜିକୁ ଦର୍ଶାଏ ମଙ୍ଗଳ ଗ୍ରହ। ଯଦି ଆପଣଙ୍କୁ କୌଣସି କାମରେ ଆଗ୍ରହ ନାହିଁ, ଇଚ୍ଛା ନାହିଁ ଏବଂ ଶାରୀରିକ ଅସୁସ୍ଥତା ଆପଣ ଫିଲ୍ କରୁଛନ୍ତି, ତାହା କେଉଁଠି ନା କେଉଁଠି ମଙ୍ଗଳ ଗ୍ରହ ଖରାପର ସୂଚନା ଦିଏ। ଯଦି ଲଗାତାର ଭାବେ ଆପଣଙ୍କ ଛୋଟ ଭାଇଙ୍କ ସହିତ ମନାନ୍ତର ହେଉଛି, କୌଣସି କାମକୁ ଆପଣଙ୍କ ପ୍ଲାନିଂରେ କରିପାରୁନାହାନ୍ତି, ଷ୍ଟ୍ରାଟେଜାଇଜ୍ ୱେରେ କରିପାରୁନାହାନ୍ତି, ତାହା ଏବଂ ଆହୁରି ମଧ୍ୟ ଆପଣଙ୍କର ଯଦି କେହି କଥା ଶୁଣୁନାହାନ୍ତି, କେଉଁଠି ନା କେଉଁଠି ମଙ୍ଗଳ ନିଚରେ ଥିବାର ଦର୍ଶାଏ। ଆପଣ କୌଣସି କାମକୁ ଫୁଲ୍ ଜୋସ୍ରେ ଉତ୍ସାହରେ ଷ୍ଟାର୍ଟ କରୁଛନ୍ତି, ସେହି ଉତ୍ସାହ ଉଦ୍ଦୀପନା କିଛି ଦିନ ପାଇଁ ରୁହେ, କିଛି ଘଣ୍ଟା ପାଇଁ ରୁହେ, ତାପରେ ତାହା ମାଟିରେ ମିଳେଇଯାଏ। ଏହିପରି ଯେଉଁ ଆମର ଆସେ ମନ ମଧ୍ୟରେ କାର୍ଯ୍ୟକୁ ନେଇକି ଉତ୍ସାହ ଉଦ୍ଦୀପନା କମିଯିବା, ତାହା କେଉଁଠି ନା କେଉଁଠି ଆପଣଙ୍କର ଜନ୍ମକୁଣ୍ଡଳୀରେ ମଙ୍ଗଳ ଗ୍ରହ ପୀଡ଼ିତ ଥିବାର ଦର୍ଶାଇଥାଏ। ରକ୍ତର କାରକ ଅଟେ ମଙ୍ଗଳ। ବାରମ୍ବାର ରକ୍ତପାତ ହେବା, ଦୁର୍ଘଟଣା ଘଟିବା ଏବଂ ରକ୍ତର ରୋଗ ହେବା ଆଦି ଖରାପ ମଙ୍ଗଳର ଲକ୍ଷଣ ଅଟେ। ଛୋଟ ଛୋଟ କଥାରେ ଝଗଡ଼ା କରିବାକୁ ଉଦ୍ୟତ ହେବା, ଖରାପ ଭାଷାର ପ୍ରୟୋଗ କରିବା, ବୁଝିବାକୁ ହେବ କେଉଁଠି ନା କେଉଁଠି ମଙ୍ଗଳ ନିଚରେ ଅଛନ୍ତି। ନୈତିକତା ହାନି, ହତ୍ୟା ଭଳି ଘଟଣାକୁ ଟାଣି ନେଇଥାଏ ନୀଚ ମଙ୍ଗଳ।